ନ୍ୟାୟାଳୟକୁ ଗୋଟିଏ ମକଦ୍ଦମା ଆସିଛି, ଯାହା ସମସ୍ତଙ୍କୁ ଦୋହଲେଇ ଦେଇଛି। କୋର୍ଟରେ ଜମିଜମା ବିବାଦ କି ଅନ୍ୟ ପାରିବାରିକ ବିବାଦର କେସ୍ ସାଧାରଣତଃ ଆସେ, କିନ୍ତୁ ଏଇଟା ଏକ ଭିନ୍ନ ଧରଣର ମାମଲା ଥିଲା। ଜଣେ 60 ବର୍ଷ ବୟସର ବ୍ୟକ୍ତି ନିଜ 75 ବୟସର ବୃଦ୍ଧ ଭାଇ ଉପରେ ସେ ମକଦ୍ଦମା କରିଥିଲା। ମକଦ୍ଦମାଟି ଏମିତି ଥିଲା କି ମୋର 75 ବୟସର ବଡ଼ ଭାଇ ଦିନକୁ ଦିନ ଆହୁରି ବୁଢ଼ା ହେଉଛି, ଯିଏକି ନିଜର ଠିକ୍ ଭାବରେ ଖିଆଲ ରଖିବା ସମ୍ଭବ ନୁହେଁ। କିନ୍ତୁ ମୁଁ ମନା କରିବା ସତ୍ତ୍ୱେ ମଧ୍ୟ ସେ ଆମ 95 ବର୍ଷ ବୟସର ମା'ର ଦେଖାଶୁଣା କରୁଛି। ମୁଁ ବର୍ତ୍ତମାନ ଠିକ୍ ଅଛି, ସକ୍ଷମ ଅଛି, ତେଣୁ ମୋତେ ମା'ର ସେବା କରିବାର ସୁଯୋଗ ଦିଆଯାଉ ଏବଂ ମା'କୁ ମୋତେ ଦିଆଯାଉ। ନ୍ୟାୟାଧୀଶ ମହୋଦୟ ମଧ୍ୟ ସ୍ତବ୍ଧ ହୋଇଗଲେ। ମକଦ୍ଦମାର ମଧ୍ୟ ଖୁବ୍ ଚର୍ଚ୍ଚା ହେଲା। ନ୍ୟାୟାଧୀଶ ମହୋଦୟ ଦୁଇ ଭାଇଙ୍କୁ ଡାକି ବୁଝେଇଲେ କି ତୁମେ ଦୁଇଜଣ 15 ଦିନ ରଖ, କିନ୍ତୁ କେହି ଶୁଣିବାକୁ ନାରାଜ। ବଡ଼ ଭାଇ କହିଲା କି ମୁଁ ମୋର ସ୍ୱର୍ଗଠାରୁ ନିଜକୁ କାହିଁକି ଦୂରେଇ ରଖିବି? ଯଦି ମା'କୁ କହିଦେବି କି ତାକୁ ମୋ ଦ୍ୱାରା କୌଣସି କଷ୍ଟ ଅଛି କିମ୍ବା ମୁଁ ତାର ଦେଖାଶୁଣା କରିବା ପାଇଁ ଅସମର୍ଥ, ତେବେ ବିନା ଦ୍ୱିଧାରେ ମୁଁ ସାନ ଭାଇକୁ ଦେଇଦେବି। ସାନ ଭାଇ କହୁଛି କି ବିଗତ 35 ବର୍ଷ ଯେବେଠୁ ମୁଁ ବାହାରେ ଚାକିରି କରି ରହୁଛି, ବଡ଼ ଭାଇ ଏକାକୀ ସେବା କରି ଆସୁଛି। ମୁଁ ଆଉ ମୋ କର୍ତ୍ତବ୍ୟ କେବେ କରିବି? ମୋ ପାଖରେ ପୁଅ ବୋଉ ସମସ୍ତେ ଅଛନ୍ତି, ମୋର ମା' ମଧ୍ୟ ଦରକାର। ନ୍ୟାୟାଧୀଶ ମହୋଦୟ ବଡ଼ ବିଷମ ସଙ୍କଟରେ ପଡ଼ିଲେ। ସମସ୍ତ ପ୍ରୟାସ ସତ୍ତ୍ୱେ କୌଣସି ସମାଧାନ ରାସ୍ତା ନ ପାଇ ଶେଷରେ ମା'ଙ୍କର ମନ କଥା ଶୁଣିବାକୁ ନ୍ୟାୟାଧୀଶ ମା'ଙ୍କୁ ଡକେଇଲେ ଆଉ ପଚାରିଲେ, ଆପଣ କାହା ସହିତ ରହିବାକୁ ଚାହୁଁଛନ୍ତି? 35 କିଲୋ ଓଜନର ବହୁତ ଦୁର୍ବଳ ମା' କହନ୍ତି, ଦେଖନ୍ତୁ, ଦୁଇଜଣ ଯାକ ମୋ ସନ୍ତାନ, ମୋ ପାଇଁ ଉଭୟ ସମାନ। ମୁଁ କାହାରି ଜଣକ ପକ୍ଷ ନେଇ କହିଲେ ଅନ୍ୟ ଜଣକ ପାଇଁ ଅନ୍ୟାୟ ହେବ। ଆପଣ ନ୍ୟାୟାଧୀଶ, ତେଣୁ ଆପଣ ନିଜେ ବିଚାର କରନ୍ତୁ। ବିଚାର କରିବା ତ ହେଉଛି ଆପଣଙ୍କ କାମ। ଆପଣ ଯାହା ନିର୍ଣ୍ଣୟ ଦେବେ ତାହା ମୁଁ ମାନିନେବି। ଅତ୍ୟନ୍ତ ଭାରାକ୍ରାନ୍ତ ନ୍ୟାୟାଧୀଶ ଶେଷରେ ନିର୍ଣ୍ଣୟ ଦେଲେ କି ଛୋଟ ଭାଇର ଭାବନାରେ ସେ ସହମତ। ବଡ଼ ଭାଇଙ୍କୁ ନିଶ୍ଚୟ ବୟସ ହେଲାଣି ଆଉ ସେ ଦୁର୍ବଳ ମଧ୍ୟ ହେଲେଣି। ଏ ପରିପ୍ରେକ୍ଷୀରେ ମା'ଙ୍କ ସେବା କରିବାର ଦାୟିତ୍ୱ ସାନ ଭାଇଙ୍କୁ ପ୍ରଦାନ କରାଗଲା। ନ୍ୟାୟାଧୀଶଙ୍କର ଏ ନିର୍ଣ୍ଣୟ ଶୁଣି ବଡ଼ ଭାଇ ସାନ ଭାଇକୁ କୁଣ୍ଢେଇ କାନ୍ଦି ପକାଇଲେ। କୋର୍ଟ ପରିସରରେ ସମସ୍ତଙ୍କ ଆଖିରେ ଲୁହ। ପ୍ରିୟ ବନ୍ଧୁ, ଆଜିକାଲି ଘର, ଗାଡ଼ି, ପଇସା ସବୁ ଥାଇ ମଧ୍ୟ ଯଦି ବାପା ମା' ଖୁସି ନାହାନ୍ତି, ତେବେ ଜୀବନ ନିରର୍ଥକ। କେତେ ସୁନ୍ଦର ଦୁଇ ଭାଇଙ୍କର ମିଳନ ଦେଖିଲେ। ସେଥିପାଇଁ ଈଶ୍ୱରଙ୍କ ବାକ୍ୟ କହେ, ଦେଖ ଭାଇମାନେ, ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର।